दीटा सदगुरुଙ୍କ ସହିତ ଉପदेଶ ନବ ତ? ଆଜ୍ଞା ମୁଁ କହିବା କଥା ଯଦି ମଣିଷ ଜୀବନର ଦିଟା ସଦ୍ଗୁରୁଙ୍କ ସହିତ ଭେଟ ହୁଏ ଦିଟା ଲେଖେ ସଦ୍ଗୁରୁଙ୍କୁ ଈଶ୍ୱର ଭଳି ମାନେ ଭାବ ନେଇକି ଉଭୟଙ୍କୁ ମନର ମାନେ ଭାବ ନେଇକି ଚାଲିପାରିବ ନା ଗୋଟାକୁ ଛାଡିବ? ମୋ କଥା ଟିକେ ଶୁଣ। ସଦ୍ଗୁରୁ ସମସ୍ତେ ସମାନ। ଯିଏ ଉପର ସ୍ତରକୁ ଗଲା ସିଏ ହଉଛନ୍ତି ସଦ୍ଗୁରୁ ହେଲା କି, କିନ୍ତୁ ଯିବାର ଶୈଳୀ ହଉଛି ଅଲଗା ଅଲଗା। ଆଜ୍ଞା ହଁ ପ୍ରୋସେସ ଅଲଗା। ହଁ କାହିଁକି ନା ଯିବାର ମାର୍ଗ ହଉଛି ଅଲଗା ଅଲଗା। ଆଜ୍ଞା ତେଣୁ ତମେ ଯଦି ଦି ଜଣଙ୍କୁ ଧରିବ କୋଉ ମାର୍ଗରେ ଯିବ? ତେଣୁ ତମେ ଯୋଉ ଏକ ଦେବା ଏକ ସେବା ଏକାକାର ଏକାଗାର ଏକାଧାର କଲେ ପାଇବ ଗୁରୁ ବିଚାର ଆମ ଠାକୁର କହିଲେ ହେଲା କି। ତାପରେ ମୋର ଗୋଟେ ଭଜନ ତମେ ଶୁଣ। ଦୁଇ ନାବରେ ଗୋଡ଼ ରଖିଲେ ପାଣିରେ ଯିବୁ ପଡି, ରଡ଼ି ଛାଡ଼ିଣ ପଡ଼ି ମରିବୁ ଭବ ସାଗରେ ବୁଡ଼ି। ଏ କୂଳ ଯିବ ଯିବ ସେ କୂଳ ମୂଳରୁ ଥା ଜାଣି, ସନ୍ଦେହ ଜାଲ ତୁଟି ନଥିଲେ ହୋଇବୁ ଦିନେ ଗୁଣି। ତେଣୁ ତମେ ଦି ପଟ କରିଦେଲେ ବୁଝିଲ କି। ମୁଁ ତାର ଉଦାହରଣ ଦଉଛି ଶୁଣ। ଆମ ବଡ ନନା ସିଏ କଣ କଲେ ନା ସିଏ ଜଣେ ଗୁରୁଙ୍କର ଦୀକ୍ଷିତ ଥିଲେ। ତାପରେ ସେଇଠୁ କଣ କଲେ ନା ସତ୍ୟସାଇ ବାବାଙ୍କୁ ଦିନାକାତେ ଧରିଲେ। ତାପରେ ସେଇଠୁ ଦୟାନିଧି ପରମହଂସଙ୍କର ବହି ଗୁଡାକ ସବୁ ପଡିଥିଲା ଆମ ଘରେ, ମୁଁ ରଖିଥିଲି। ସିଏ ତାକୁ ନେଇକି ସବୁ ପଢିଲେ। ପଢିଲା ପରେ ଏମିତି କରୁ କରୁ ସିଏ କଣ କଲେ ନା ଖରା ତରାରେ ବୁଲିକି ସୋସାଇଟିରେ ସେ ଜଣେ କର୍ମୀ ଥିଲେ। ଚାରିଆଡେ ବୁଲାବୁଲି ଖରା ତରାରେ ଚା ଫା ଇତ୍ୟାଦି ଖାଇକିରି ମୁଣ୍ଡଟି ଗରମ ହେଇକି ପାଗଳା ହେଇଗଲା ବୁଝିଲ ନା। ଯେତେବେଳେ ପାଗଳା ହେଇଗଲା ସିଏ କହୁଛନ୍ତି ଏକା ବେଳକେ ଯୋଉ 3-4 ଜଣଙ୍କୁ ସିଏ ଧରିଥିଲେ ସମସ୍ତେ ଆସି ତାଙ୍କ ଆଖି ଆଗରେ ଦେଖାହେଲେ। ଯେତେବେଳେ ସମସ୍ତେ ଦେଖାହେଲେ ସେ କାହାକୁ ଧରିବେ? ଏକାଥରେ ସେ ପାଗଳା ହେଲେ। କଣ ବୁଝିପାରୁଛ ନା? ତେଣୁ ତମେ ସବୁ ସଦ୍ଗୁରୁ ସମାନ, ସବୁ ମାର୍ଗ ଠିକ, ସବୁ କଥା ଠିକ, କିନ୍ତୁ ଆମେ ଗଲାବେଳେ ଜଣକୁ ହିଁ ଧରିକି ଯିବା। ନା ମୋର ତ କେତୁରୁ ସତ ମୁଁ କାହିଁକି ମୁଁ ଜାଣେ ପ୍ରତ୍ୟେକ ସଦ୍ଗୁରୁ ହଉଛନ୍ତି ଗୋଟିଏ, ଆଉ ସେମାନେ ଈଶ୍ୱର ସାଙ୍ଗରେ ସମାନ। ଏଇଟା ସତ, ଏଟା ସତ, କିନ୍ତୁ କୃଷ୍ଣ ଆଉ ମାଧବ ଏ ଦିଟା ସମାନ ନୁହନ୍ତି। ଗୋବିନ୍ଦ ଆଉ ନନ୍ଦସୁତ ଇଏ ବି ସମାନ ନୁହନ୍ତି। ତାର ଉଦାହରଣ ମୁଁ ତମକୁ ଦଉଛି ଶୁଣ। ଯେତେବେଳେ ଦ୍ରୌପଦୀ ଆତୁରରେ ଡାକିଲା, ଯେତେବେଳେ ମାଧବ ସେ ଡାକିଲା, ସେ ମାଧବ ରୂପରେ ଆସିଲେ। ପୁଣି ସେଠୁ କହିଲା ହେ କୃଷ୍ଣ, ପୁଣି କୃଷ୍ଣ ରୂପରେ ଗୋଟିଏ ଠାକୁର, କିନ୍ତୁ ଭିନ୍ନ ଭିନ୍ନ ମତରେ ଆସିଲା ବେଳକୁ ଦେଖିଲା ବେଳକୁ ଡେରି ହେଇଗଲା। ଯେତେବେଳେ ସବୁ ଛାଡି ଦେଇକି କଣ ଯେ ନିରାଶ୍ରୟ ମାଙ୍ଗ ଜଗଦୀଶ ରକ୍ଷ, ଲାଷ୍ଟ ଯେତେବେଳେ ଜଣକୁ ସେଇ ମାନେ ଗୋଟିଏ କୃଷ୍ଣଙ୍କର ଏକ ରୂପ ସେ ଯେତେବେଳେ ଚିନ୍ତା କଲା, ସେତେବେଳେ ପ୍ରଭୁ ଆସିକି ପହଞ୍ଚିଲେ ବୁଝିଲ ନା। ଇଏ ବି ପୁରାଣର ଉଦାହରଣ, ତମେ ବୁଝୁଥା। ତେଣୁ ତମେ 5 ଜଣଙ୍କୁ ଡାକିବ 5 ପ୍ରକାର ରୂପ ଆସିବେ। ଏଟା ବିଶ୍ୱମ୍ବର ମତ, ତମ କଣ ବୁଝିବ ସେଟା ଅଲଗା କଥା। ତେଣୁ ବିଶ୍ୱମ୍ବର କହୁଛି ଯେ ତମେ ଏକ ଦେବା ଏକ ସେବା। ସବୁ ଈଶ୍ୱର ଯଦି ସମାନ ଆମେ 2 ଜଣଙ୍କୁ କାହିଁ ଧରିବା? ନା ମୁଁ କହିବା କଥା ଶୁଣନ୍ତୁ, ମନେକର ଯୋଉ ଗୋଟେ ସଦ୍ଗୁରୁଙ୍କ ତାଙ୍କ ମାନେ ଶୈଳୀରେ, ତାଙ୍କର ପ୍ରୋସେସରେ, ତାଙ୍କର ନିର୍ଦ୍ଦେଶରେ ମୋର କାମ କରୁଛି, ଆଉ ଜଣେ ସଦ୍ଗୁରୁ ତାଙ୍କୁ ତ ଆଉ ଜଣଙ୍କୁ ଧରିବ କାହିଁକି? ଦରକାର ଧରିବା କଥା ନୁହେଁ, ତାଙ୍କୁ ତ ହୃଦୟରେ ରଖିବ ବାପା, ତାଙ୍କୁ ତ ମନର ଇଷ୍ଟ ବୋଲି ଭାବି ହବ। ମୁଁ ତମକୁ ଆଉ ଗୋଟେ ଉଦାହରଣ ଦଉଛି। ଗୋଟେ ସତୀ ସ୍ତ୍ରୀ ତା ବେଡରୁମରେ ଆଉ ଗୋଟେ ପରପୁରୁଷକୁ ନେଇ ବସେଇ ପାରିବ ନା? ନା। ଆପଣ କହୁନା। ସତୀ ସ୍ତ୍ରୀ, ଯିଏ ସତୀ ସ୍ତ୍ରୀ ତା ବେଡରୁମରେ କେବଳ ଗୋଟିଏ ତା ସ୍ୱାମୀଟି ରହିବ। ପରପୁରୁଷ ସାଙ୍ଗରେ ସେ କଥା କହିପାରିବ, କିନ୍ତୁ ବେଡରୁମକୁ ନେଇ ପାରିବନି। ଏବେ ବୁଝିପାରିଲେ ନା? ଆଉ ତମେ କେମିତି କହୁଛ ଜଣେ ସଦ୍ଗୁରୁ କରି ଆଉ ଜଣେ ସଦ୍ଗୁରୁ ହୃଦୟରେ ବସିବ? ଏବେ ବୁଝିପାରିଲେ ନା? ତାପରେ ଆଉ ଗୋଟେ କଥା, ତମେ ଯଦି 2 ଜଣ ଭାବୁଛ ଠାକୁର 2 ଜଣ ମାନେ ମୁକ୍ତି ଦେଇପାରିବେ, ତାହେଲେ ତାଙ୍କ ଭିତରୁ ତ ଜଣକୁ ଧରିଲେ ତମେ ମୁକ୍ତି ମାର୍ଗକୁ ଯିବ। ଆଉ 50ଟା ଜଣକୁ ରୁଣ୍ଡେଇବା କଣ ଦରକାର? କଣ କାମନା ଆମର ଅଛି? ଆମର ତାହେଲେ କିଛି କାମନା ରହୁଛି। ଶୁଣ, ଆମର କିଛି କାମନା ରହୁଛି। ଯଦି ଆମର କିଛି କାମନା ନାହିଁ, ଆମେ ଯଦି ମୁକ୍ତି ମାର୍ଗକୁ ଯିବା, ଆଉ ଭାବୁଛନ୍ତି ଯଦି 2 ଜଣ ସଦ୍ଗୁରୁ ସମାନ, ତାହେଲେ ଜଣକୁ ହିଁ ଧରିବା ଅନିବାର୍ଯ୍ୟ। ଆଜ୍ଞା, ଏ ଯୋଉ ନାକକୁ ଆମର ଧ୍ୟାନ କରିକି, ସେଟା ଆଖି ବୁଝିକି ନା ଆଖି ଖୋଲିକି ନାକ ଗୋଟେ ଧ୍ୟାନ କରା? 2ଟା ସଦ୍ଗୁରୁ କଲଣି, ପୁଣି ତମେ ସେତିକି ଜାଣିନା ମତେ ପଚାରୁଛ ନା? ଆଜ୍ଞା ମୁଁ ତ କରିନାହିଁ, ମୁଁ ସେଥିପାଇଁ ପଚାରିଲି। ତମେ ପା କହୁଛ 2ଟା ସଦ୍ଗୁରୁ କରିଛ? ନା ଆଜ୍ଞା ମୁଁ କରିନାହିଁ।
ଦି ଜଣକୁ ଭାବୁଛ? ନା ନା ଭାବୁ ନାହିଁ। ମନେକର ନିଗମାନନ୍ଦଙ୍କର ମୁଁ ବୟସ ପଢୁଥିଲି, ତାଙ୍କୁ ମୁଁ ଆଜି ପର୍ଯ୍ୟନ୍ତ ବିପଦ ଆପଦ ଯାହା ଯୋଉ ଏ ପ୍ରଭୁ ରକ୍ଷା କର, ମୁଁ ପ୍ରଭୁ ଭାବିନିଏ ନିଗମାନନ୍ଦକୁ। ତେଣୁ ମୁଁ ଯୋଉ ଆପଣଙ୍କ ଏପିସୋଡରେ ଯୋଉ ନାକକୁ ଧ୍ୟାନ କଲେ, ମୁଁ ସେଟା ଆଖି ଖୋଲିକି ନା ଆଖି ବନ୍ଦ କରିକି ନାକକୁ ଧ୍ୟାନ କରିବା? ମୁଁ ଆଖି ଖୋଲିକି ନା ବନ୍ଦ କରିବ କାହିଁକି? ଇଏ ହେଲା ଗୋଟେ କଥା। ହଁ ଶୁଣ, ମୁଁ ବୁଝେଇ ଦଉଛି। ତମେ ନିଗମାନନ୍ଦଙ୍କ ପନ୍ଥା ପଢୁଛ, ପ୍ରକୃତ ଯେ ସଦ୍ଗୁରୁ ଏକଦମ ଠିକ, ହେଲା କି? ମୁଁ ସମସ୍ତଙ୍କୁ ସେ ଗୋଟେ କଥା କହୁଛି, ନିଗମାନନ୍ଦ ପ୍ରକୃତ ସଦ୍ଗୁରୁ, କିନ୍ତୁ ସିଏ ଯୋଗ କୌଶଳ କାହାକୁ ଦେଇ ଯାଇନାହାନ୍ତି। ନା ତାଙ୍କର ମାନେ ଆଶୀର୍ବାଦ କେହି ନାହାନ୍ତି। ଆଉ ଯଦି ନାହାନ୍ତି, ମୁଁ ପୁଣି ଯୋଗ କରିବି କେମିତି? ତାଙ୍କ ସମସ୍ୟା ନା ବାସ୍, ତାଙ୍କ ସଂସ୍ଥାରେ ପଚାର ଯେ ହଁ ସିଏ ତ କାହାକୁ କିଛି ଦେଇଯାଆନ୍ତି, ହଁ ନିଗମାନନ୍ଦଙ୍କୁ ଆମେ ପ୍ରଭୁ ରୂପରେ ମାନିମୁ, କିନ୍ତୁ ଆମେ ଯୋଉ ବାଟରେ ଚାଲିବୁ ସେ ବାଟ ଆମକୁ ଦବ କିଏ? ଏଇଟା ସମସ୍ୟା ନା। ନା ନା, ମୁଁ କ୍ୱେଶ୍ଚନ କରିବା କାରଣଟା ହଉଛି, ମନେକର ମୁଁ ଏବେ କୌଣସି ଗୁରୁଙ୍କ ପାଖକୁ ଗଲି, ତେଣୁ ନିଗମାନନ୍ଦକୁ ମୁଁ ତ ଭୁଲି ଯିବାକୁ ପଡିବ ନା ଛାଡ଼ିଦେବାକୁ ପଡିବ ନା? ମୁଁ ନା, ତାଙ୍କୁ ଭୁଲିବ ନା ଆଉ, କାହିଁକିନା ତାଙ୍କର ବାଟରେ ନାହିଁ ନା। ତାଙ୍କ ବାଟରେ କଣ ତମେ ଯାଉଛ କି? ତାଙ୍କର ତ ବାଟ ନାହିଁ ନା। ଆଉ ଯଦି ତାଙ୍କର ବାଟ ନାହିଁ, ପୁଣି ଯିଏ ତମକୁ ବାଟ ଦେବେ ପୁଣି ତାଙ୍କୁ ଧରିବ ନା ଆଉ। କଣ ବୁଝିପାରିଲେ ନା? ଯିଏ ତମକୁ ବାଟ ଦେବେ ତାଙ୍କୁ ହୃଦୟରେ ସ୍ଥାନ ଦେଇକି ତାଙ୍କ ବାଟରେ ତମେ ଯାଅ। ମୁଁ ଆଉ ଗୋଟେ କଥା ବୁଝଉଛି, ଶୁଣ। ତମେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲ, ତମେ କଲେଜକୁ ଗଲ, ଏଇ ମାଷ୍ଟରକୁ ମନେ ରଖିଛ ନା? ବାଟ ଭେଟ ନମସ୍କାର କରିବାକୁ ପଡୁଛି। ତମେ ନମସ୍କାର ସେମିତି ସବୁକୁ, ମୁଁ କଣ ଜଗନ୍ନାଥଙ୍କୁ ତମେ ନମସ୍କାର କରିପାରିବନି? ମୁଁ ଧର ସଦ୍ଗୁରୁ ଦୟାନିଧିକି ନେଇଛି, ମୁଁ କଣ ସମିତିକି ନମସ୍କାର ହଉନି ନା ରାମକୃଷ୍ଣଙ୍କ ମଠକୁ ଯାଇଥିଲି ତାଙ୍କୁ ନମସ୍କାର ହଉନି ନା କୋଉଠି ନମସ୍କାର ହଉନି? କିନ୍ତୁ ଯାହାକୁ ମୁଁ ଏଇଟା ହଉଛି ମୋର କ୍ୱେଶ୍ଚନ ଥିଲା। ନାଇଁ ନମସ୍କାର ସମିତିକି ହେଇପାରିବି, ସେଥିରେ କିଛି ଆସିବନି। କିନ୍ତୁ ଯେତେବେଳେ ନମସ୍କାର ହେବି, ତାଙ୍କ ଦେହରେ ଯୋଉ ଗୁରୁଙ୍କୁ ଧରିଛି ତାଙ୍କ ରୂପଟାକୁ ମୁଁ ଦେଖିବି। ମୁଁ ଚିନ୍ତା କରିବି ଯେ ଇଏ ହଉଛନ୍ତି ମୋର ସେଇ ଗୁରୁ। ଗୋଟେ କଥା ହଉଛି, ଆମର ଏଇ ରାମକୃଷ୍ଣ ପରମହଂସ ମଠକୁ ଡେରାଡୁନ ଯାଇଥିଲି, ଯେତେବେଳେ ରାମକୃଷ୍ଣଙ୍କୁ ଜୁହାର ହେମି, ମୁଁ କହିବି ସେ ରାମକୃଷ୍ଣ ଦେହରେ ମୋ ଗୁରୁଙ୍କ ରୂପକୁ ମୁଁ ଆଙ୍କି ଦିଏ, ଆଙ୍କି ଦେଇକି ଗୁରୁ ଗାୟତ୍ରୀ ପଢିଦିଏ। ସେ ମୂର୍ତ୍ତିଟା ତାର ଥାଉ, ସେ ମୂର୍ତ୍ତି ଯୋଉ ମୂର୍ତ୍ତି ହେଇଥାଉ, ମୋ ଗୁରୁଙ୍କ ମୂର୍ତ୍ତି ସେ ଜାଗା ଉପରେ ମୁଁ ତାଙ୍କୁ ଦେଖିକି ଜୁହାର ହେମି। ମୋ ଗୁରୁଙ୍କୁ ଆଖି ବୁଝିକି ମୋ ଗୁରୁଙ୍କୁ ମୁଁ ଧ୍ୟାନ କରିମି, ମୋ ଗୁରୁଙ୍କୁ ଜୁହାର ହେମି। ସେ ମୂର୍ତ୍ତିଟା ସେଇଠି ଜୁହାର ହଉଛି, କିନ୍ତୁ ଧ୍ୟାନ କଲା ବେଳେ ମୋ ଗୁରୁଙ୍କୁ ଧ୍ୟାନ କରୁଛି। ଇଏ ହଉଛନ୍ତି ସେଇ ମୋ ଗୁରୁ ଭିତରେ। ଏକଥା ଭାବିବି, ତାପରେ ମୁଁ ତ ଅନ୍ତର ଭିତରେ ମୋ ଗୁରୁଙ୍କୁ ରୂପ ଆଙ୍କିମି, ଜୁହାର ହେମି। ସେ ତାର ଲୋକ ଦେଖିବାକୁ କଣ, ସେ ମୂର୍ତ୍ତିକି ମୁଁ ଜୁହାର ହଉଛି, ଦେଖିବାକୁ ମୋ ଗୁରୁଙ୍କୁ ମୁଁ ଜୁହାର ହଉଛି। ଏଇଟା କଥା ନା, ଫର୍ମୁଲା। ନା ଏଇଟା ହଉଛି ଗୋଟେ ବହୁତ ବଡ ମାନେ ଇଏ ମୋର କ୍ଲିୟର ହେଲା। ଆଜ୍ଞା, ଯୋଉ ନାକକୁ ଧ୍ୟାନ କଲା ବେଳକୁ ସେ ଡାହାଣ ଆଖି ପଳେଇବାକୁ ଡାହାଣ ସାଇଡରେ ଧ୍ୟାନ ହଉଛି, ବାଁ ଆଖି ପଳେଇବାକୁ ବାଁ ସାଇଡ ଧ୍ୟାନ ହଉଛି। ସେ ଯେତେବେଳେ ଗୁରୁକୁ ତମେ ସେ ଗୁରୁଙ୍କୁ ଧରିବ, ପ୍ରାକ୍ଟିକାଲ ଗୁରୁ, ସେ ତମକୁ ଫର୍ମୁଲା ବତେଇ ଦେବେ। କାହିଁକି ହଉଛି, ତାର ନିରାକରଣ କଣ, କେମିତି ସେ ଦି ପଟରେ ଠିକ ରହିବ, ସେଗୁଡା ସବୁ କୌଶଳ ସବୁ ଗୁରୁଙ୍କ ହାତରେ ଅଛି, ସେ ବତେଇ ଦେବେ। ପ୍ରଣାମ କରୁଛି।